ପିଲାମାନେ କେମିତି ଅଛ? ଚାଲ ଆଜି ଆଉ ଏକ ନୂଆ ଗପ ଶୁଣିବା। ଗପଟିର ନାମ ହେଉଛି ବୁଦ୍ଧିମାନ ହଂସ। ଚାଲ ଗପଟି ଆରମ୍ଭ କରିବା। ଗୋଟିଏ ବିଶାଳ ଗଛ ଥିଲା। ସେହି ଗଛରେ 20ରୁ ଅଧିକ ହଂସ ରହୁଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ହଂସ ବହୁତ ବୁଦ୍ଧିମାନ ଥିଲା ଓ ବୟୋଜ୍ୟେଷ୍ଠ ଥିଲା। ସମସ୍ତେ ତାକୁ ଅଜା ବୋଲି କହି ଡାକୁଥିଲେ। ଦିନେ ସେହି ବୁଦ୍ଧିମାନ ହଂସଟି ଗଛ ତଳେ ଏକ ଲତା ହୋଇଥିବାର ଦେଖିଲା। ସେ ସମସ୍ତଙ୍କୁ ଡାକି କହିଲା, ଦେଖ, ଏହି ଲତାଟିକୁ ନଷ୍ଟ କରିଦିଅ, ନହେଲେ ଦିନେ ଏହି ଲତା ଆମ ସମସ୍ତଙ୍କ ମରିବାର କାରଣ ହେବ। ଗୋଟିଏ ଯୁବକ ହଂସ ହସି କହିଲା, ଅଜା, ଏହି ଛୋଟ ଲତାଟି ଆମର ମୃତ୍ୟୁର କାରଣ କିପରି ହେବ? ବୁଦ୍ଧିମାନ ହଂସଟି କହିଲା, ଆଜି ଏହା ତୁମକୁ ଛୋଟ ଦେଖାଯାଉଛି। ଏହି ଲତା ଧୀରେ ଧୀରେ ଗଛରେ ମାଡ଼ି ଉପରକୁ ଉଠିବ, ଆଉ ଧୀରେ ଧୀରେ ଏହା ମୋଟା ହେବାକୁ ଲାଗିବ ଓ ଗଛର ତଳୁ ଉପର ଯାଏ ସିଡ଼ି ଭଳି ହୋଇଯିବ। କୌଣସି ଶିକାରୀ ସହଜରେ ଏଥିରେ ଚଢ଼ି ଆମ ପର୍ଯ୍ୟନ୍ତ ପହଞ୍ଚିଯିବ ଓ ଆମକୁ ମାରିଦେବ। ଦ୍ୱିତୀୟ ହଂସର ବିଶ୍ୱାସ ହେଲା ନାହିଁ। ସେ କହିଲା, ଏ ଛୋଟ ଲତା ସିଡ଼ି କେମିତି ହୋଇପାରିବ? ଆଉ ଗୋଟିଏ ହଂସ କହିଲା, ଏହି ଅଜା ତାଙ୍କର ବୁଦ୍ଧିମାନି ପ୍ରମାଣ କରିବା ପାଇଁ ଇଆଡ଼ୁ ସିଆଡ଼ୁ କାହାଣୀ ବନାଉଛନ୍ତି। ଏହିପରି କେହି ଅଜାଙ୍କ କଥାକୁ ବିଶ୍ୱାସ କଲେ ନାହିଁ। ଏମିତି ସମୟ ଗଡ଼ି ଚାଲିଲା। ଲତାଟି ମାଡ଼ି ମାଡ଼ି ଗଛ ଉପରକୁ ଉଠିଲା ଓ ଗଛ ଶାଖା ପର୍ଯ୍ୟନ୍ତ ପହଞ୍ଚିଗଲା, ଆଉ ଧୀରେ ଧୀରେ ସିଡ଼ି ଭଳି ବନିଗଲା। ହଂସମାନଙ୍କର ଏବେ ଅଜାଙ୍କର କହିବା ମନେ ପଡ଼ିଲା। ହେଲେ ଲତାଟି ଏତେ ମଜବୁତ ହୋଇଯାଇଥିଲା ଯେ ତାକୁ ନଷ୍ଟ କରିବା ସମ୍ଭବ ହେଲା ନାହିଁ। ଦିନେ ହଂସମାନେ ଖାଦ୍ୟ ଅନ୍ୱେଷଣରେ ଯାଇଥିବା ସମୟରେ ଗୋଟିଏ ଶିକାରୀ ଆସିଲା, ଆଉ ସେହି ଲତାରେ ଚଢ଼ି ଗଛ ଉପରେ ଜାଲ ବିଛାଇ ଦେଇ ପଳାଇଗଲା। ସଞ୍ଜ ହେବାରୁ ସବୁ ହଂସ ଫେରି ଆସିଲେ ଓ ଗଛରେ ବସିଲେ। ଯେତେବେଳେ ସେ ଗଛରେ ବସିଲେ, ଶିକାରୀର ଜାଲରେ ପଡ଼ିଗଲେ। ଉଡ଼ିବାକୁ ଚେଷ୍ଟା କଲେ, ହେଲେ ଉଡ଼ି ପାରିଲେ କେଉଁଠି? ଗୋଡ଼ରେ ତ ଜାଲ ଛନ୍ଦି ହୋଇଛି। ସେହି ସମୟରେ ଅଜାଙ୍କର କଥା ମନେ ପଡ଼ିଲା। ଅଜାଙ୍କ କଥା ନ ମାନିବାରୁ ସମସ୍ତେ ଲଜ୍ଜିତ ହେଲେ। ଅଜା ସମସ୍ତଙ୍କ ଉପରେ ରାଗି ଯାଇଥିଲେ ଓ ଚୁପଚାପ ବସିଥିଲେ। ଏହି ସମୟରେ ଗୋଟିଏ ହଂସ କହିଲା, ଅଜା, ଆମକୁ କ୍ଷମା କର ଅଜା। ଆମେ ମୂର୍ଖ ଥିଲୁ, ସେଥିପାଇଁ ତୁମ କଥା ଆମେ ଶୁଣିଲୁ ନାହିଁ। ଏହି ସଙ୍କଟରୁ ଆମକୁ ଉଦ୍ଧାର କର। ଏହାପରେ ତୁମେ ଯାହା କହିବ ଆମେ ସବୁ ମାନିବୁ। ଅଜା କହିଲେ, ହଉ ଠିକ୍ ଅଛି, ମୋ କଥା ଧ୍ୟାନର ସହ ଶୁଣ। ସକାଳୁ ଯେବେ ଶିକାରୀ ଆସିବ, ତୁମେମାନେ ମଲାଙ୍କ ପରି ପଡ଼ି ରହିବ, ଆଉ ଯେବେ ଶିକାରୀ ଆମମାନଙ୍କୁ ମରିବା ଭାବି ତଳେ କାଢ଼ି ରଖିବ, ମୁଁ ସିଟି ମାରିବି। ତୁମେମାନେ ସିଟି ଶୁଣି ସବୁ ଉଡ଼ିଯିବ। ସକାଳ ହେଲା। ଶିକାରୀ ଆସି ଦେଖିଲା, ସତକୁ ସତ ସବୁ ହଂସ ମରିଯାଇଛନ୍ତି। ସେ ଗଛ ଉପରୁ ଯାଇ ଜାଲଟିକୁ କାଢ଼ି ଆଣିଲା। ତଳେ ରଖି ସେଥିରୁ ଗୋଟିଏ ଗୋଟିଏ ହଂସ ସବୁ ବାହାର କଲା। ଯେବେ ଶେଷ ହଂସଟିକୁ ଖୋଲିଲା, ଅଜା ସେତେବେଳେ ସିଟି ମାରିଦେଲେ, ଆଉ ସବୁ ହଂସ ଉଡ଼ି ଏକାଥରକେ ଚାଲିଗଲେ। ଶିକାରୀ ଆଁ କରି ଅନେଇ ରହିଥାଏ। ମନ ଦୁଃଖରେ ଘରକୁ ଫେରିଲା। ଦେଖିଲ ପିଲାମାନେ, ବଡ଼ ଲୋକଙ୍କର କଥା ନ ମାନିବା ଦ୍ୱାରା ଦିନେ ଆମକୁ ହଇରାଣରେ ପଡ଼ିବାକୁ ପଡ଼ିଥାଏ। ତେଣୁ ବୁଦ୍ଧିମାନ ଓ ଆମଠାରୁ ବୟୋଜ୍ୟେଷ୍ଠ ଲୋକମାନଙ୍କର କଥା ଆମମାନଙ୍କୁ ମାନିବା ଉଚିତ, ଯାହାଦ୍ୱାରା କୌଣସି ଅସୁବିଧାରେ ଆମେ ପଡ଼ିବା ନାହିଁ। ଆଶା କରୁଛି ଗପଟି ତୁମମାନଙ୍କୁ ଭଲ ଲାଗିଥିବ। ପୁଣି ଆଗାମୀ ଅଧ୍ୟାୟରେ ଆଉ ଏକ ନୂଆ ଗପ ନେଇ ଆସିବି।